ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ପିଲାମାନେ, ଆଜି ଆମେ ଦ୍ୱିତୀୟ ଶ୍ରେଣୀର ମା ପରି ମୋର କିଏ ସେ ହେବ ଝୁଲଣା ବହିର କୋଶ୍ଚିନ୍ ଆନ୍ସର୍ ଦେଖିବା। ତ ଯାହା ପାଖରେ କବିତାଟି ନାହିଁ, କବିତାଟିକୁ ଦେଖିଦିଅ। ମା ପରି ମୋର କିଏ ସେ ହେବ, କୋଳେ ଧରି ମୋତେ ଗେଲ କରିବ, ଜହ୍ନମାମୁଁ ମୋତେ ଦେଖାଉଥିବ, ନାନା ବାଇଆ ଗାଇ ଶୁଆଇ ଦେବ। ମା ପରି ମୋର କିଏ ସେ ହେବ, ଧୂଳି ହେଲେ ମୋତେ ଝାଡ଼ି ସେ ଦେବ, ମୋ ପାଇଁ କେତେ ଯେ ଗାଳି ଶୁଣିବ, ଜ୍ୱର ହେଲେ ପାଖେ ଜଗି ବସିବ, ପ୍ରଭୁଙ୍କୁ ମନାସି ସେବା କରିବ। ମା ପରି ମୋର କିଏ ସେ ହେବ, ଫେରିବା ବାଟକୁ ଚାହିଁ ବସିବ, ନିଜେ ନ ଖାଇ ସେ ଖୁଆଇ ଦେବ, ହାତ ଧରି ପାଠ ପଢ଼ାଇ ଦେବ, ନୂଆ ନୂଆ କଥା ଶିଖାଉଥିବ। ମା ପରି ମୋର କିଏ ସେ ହେବ, ମା ଥିଲେ ଘର ଖୁସିରେ ହସେ, ବିପଦ ଆପଦ ପାଖେ ନ ପଶେ, ମା'କୁ କେବେ ବି ଦୁଃଖ ନ ଦେବ, ସୁଖେ ଦୁଃଖେ ତା'ର ପାଖରେ ତୁମମାନେ ଥିବ। ମା ପରି ମୋର କିଏ ସେ ହେବ। ତ ଏଇ କବିତାଟିକୁ ଶିଖିଦେବ। କୋଶ୍ଚିନ୍ ଆନ୍ସର୍ ଦେଖ। ତୁମ ମା ଘରେ କ'ଣ ସବୁ କରନ୍ତି? ନା, ମୋ ମା ଘରେ ରୋଷେଇ କରନ୍ତି, ଘର ସଫା କରନ୍ତି ଏବଂ ଆମ ସମସ୍ତଙ୍କର ଯତ୍ନ ନିଅନ୍ତି। ଘରେ କ'ଣ ଦେଇଛି ନା, ଘର କାମରେ ତୁମ ମା'ଙ୍କୁ ଆଉ କେଉଁମାନେ ସାହାଯ୍ୟ କରନ୍ତି? ନା, ଘର କାମରେ ମୋ ମା'ଙ୍କୁ ମୋ ବାପା, ଜେଜେମା ଏବଂ ମୁଁ ସାହାଯ୍ୟ କରିଥାଏ। ତୁମ ବାପା ଘରେ କେଉଁ କାମ କରନ୍ତି? ନା, ମୋ ବାପା ବଜାରରୁ ପନିପରିବା ଆଣନ୍ତି, ଗଛରେ ପାଣି ଦିଅନ୍ତି ଏବଂ ତୁମମାନଙ୍କୁ ପାଠ ପଢ଼ାନ୍ତି। ଯାହାଙ୍କର ବାପା ମା' ଯେମିତି କରନ୍ତି ତାକୁ ସେଇଠି ଲେଖିବ। ବୁଝିହେଉଛି? ତୁମେ କାହାଠାରୁ ଗପ ଶୁଣ? ଅବଭିୟସ୍ଲି ଜେଜେମା ନହେଲେ ଜେଜେବାପା। ଆମେ ଆଉ କାହାକୁ ମା' ବୋଲି କହୁ? ନା, ଆମେ ଆମର ଜନ୍ମଦାତ୍ରୀ ମା'ଙ୍କ ବ୍ୟତୀତ ଭାରତ ମାତା ଏବଂ ଗୋମାତାଙ୍କୁ ମଧ୍ୟ ମା' ବୋଲି କହିଥାଉ। ଏଠି ଦେଖ ଓ ଲେଖ। ନ ଫଳା ଲଗେଇ ହଟିକୁ ଲେଖିବ। ଏଠି ମ ଫଳା ଲଗେଇ ଦଟିକୁ ଲେଖିବ। ଚିତ୍ର ଦେଖ ଓ ପଢ଼। ମ ଫଳା ଓ ନ ଫଳା ଲାଗିଥିବା ଅକ୍ଷରକୁ ବାଛି ସାର୍କିଲ୍ ବା ଗୋଲ ଭିତରେ ଲେଖ। ଏଠି ଲେଖିଛି ଜଗନ୍ନାଥ। ନରେ ନ ଫଳା ଲାଗିଛି, ସେଇ ନଟାକୁ ଲେଖିବ ଗୋଲ ମଧ୍ୟରେ। ପଦ୍ମ, ଦରେ ମ ଫଳା ଅଛି, ସେଟାକୁ ଲେଖିବ ସେ ଗୋଲ ଭିତରେ। ଜହ୍ନି, ସେଟାକୁ ବି ସେ ଗୋଲ ଭିତରେ ଲେଖିବ। ବୁଝିହେଉଛି? ଏଠି ଦେଇଛି ଆସ ପଢ଼ିବା। ସ୍ନାନ କଲି ମୁହିଁ ପ୍ରଭାତେ କାଳେ, ରତ୍ନ ମୁଦିଟିଏ ପାଇଲି ଚଳେ, ଫୁଟିଅଛି ପଦ୍ମଫୁଲ ସରୋବର ଜଳେ, ଆସରେ ତୋଳିବା ପଦ୍ମ ମିଳନ ମେଳେ। ଆ ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି। ବୁଝିହେଉଛି? ମ ଫଳା ଲଗାଇ ଶବ୍ଦ ଗଢ଼ ଓ ଲେଖ। ୟାରି ଭିତରୁ ଶବ୍ଦ ଗଢ଼ିବ। ପ୍ରଥମେ ସେ ଦେଇଛି ଭୀଷ୍ମ, ଗୋଟେ ସେ ଗଢ଼ିଦେଲା। ତାପରେ କ'ଣ ହେବ ନା, ଗ୍ରୀଷ୍ମ, ଆତ୍ମା, ମନ୍ମଥ, ଜନ୍ମଭୂମି, ବିସ୍ମୟ, ଲକ୍ଷ୍ମଣ, ଗୁଳ୍ମ। ବୁଝିହେଉଛି? ଏଇଟାକୁ ଲଗେଇ ଲେଖିବ। ସେମିତି ନ ଫଳା ଦେଲେ ଲଗେଇ ଲେଖିବ। ଯେମିତି ଦେଲା ଯତ୍ନ, ସେମିତି ଲଗ୍ନ, ବିଘ୍ନ, ସ୍ୱପ୍ନ, ଅଗ୍ନି, ପ୍ରସନ୍ନ, ଅର୍ଣ୍ଣ, ପ୍ରଶ୍ନ। ତାକୁ ସବୁ ସେ ବକ୍ସ ଭିତରେ ଲେଖିବ। ପଦ୍ୟ ରୂପକୁ ଗଦ୍ୟ ରୂପରେ ପ୍ରକାଶ କର। ସ୍ନେହର ସ୍ନେହ, ପଦମର କ'ଣ ହେବ ନା ପଦ୍ମ, ଯତନର ଯତ୍ନ, ରତ୍ନର ହେବ ରତ୍ନ, ଉଷୁମର ଉଷ୍ମ। ବୁଝିହେଉଛି? ଶବ୍ଦ ଗୁଡ଼ିକୁ ପଢ଼ ଓ ଖାଲି ଘରେ ଆଉ ଥରେ ଲେଖ। ଏଠି ଯେଉଁ ଲେଖିଛି ତାକୁ ପଢ଼ିବ ଓ ଲେଖିବ। ମୃଣୟ, ମୃଣୟ, ଉନ୍ନାଦ, ଉନ୍ନାଦ, ସ୍ମରଣ, ସେଠି ପୁଣି ଲେଖିବ ସ୍ମରଣ। ଏପଟେ କ'ଣ ଦେଲା ନା ଜଗନ୍ନାଥ, ଜଗନ୍ନାଥ, ଅବସନ୍ନ, ଅବସନ୍ନ ଲେଖିବ। ସନ୍ନିବେଶ, ସନ୍ନିବେଶ। କବିତାଟି ପଢ଼ି ଉତ୍ତର ଲେଖ। ତୁମକୁ ଘରେ କିଏ ଗେଲ କରନ୍ତି? ନା, ମୋତେ ଘରେ ମୋ ମା' ଏବଂ ବାପା ଗେଲ କରନ୍ତି। ବୁଝିହେଉଛି? ତୁମ ପାଇଁ ମା' କାହାଠାରୁ ଗାଳି ଶୁଣନ୍ତି? ନା, ମୋ ପାଇଁ ମା' ଗୁରୁଜନମାନଙ୍କ ପାଖରୁ ଗାଳି ଶୁଣିଥାନ୍ତି। ତୁମକୁ ନିଦ ଆସୁନଥିବା ବେଳେ ମା' କେଉଁ ଗୀତ ଗାଇ ତୁମକୁ ଶୁଆଇ ଦିଅନ୍ତି? ନା, ଅନେକ ପ୍ରକାର କାହାଣୀ ଓ ଗୀତ ଗାଇ ଆମକୁ ଶୁଆଇ ଦିଅନ୍ତି। ଡାକ୍ତରଖାନାରେ ରୋଗୀମାନଙ୍କର ସେବା କେଉଁମାନେ କରନ୍ତି? ନା, ଡାକ୍ତରଖାନା ରୋଗୀମାନଙ୍କର ସେବା ଡାକ୍ତର ଏବଂ ନର୍ସମାନେ ହିଁ କରିଥାନ୍ତି। ତୁମ ମା'ଙ୍କ ଦେହ ଅସୁସ୍ଥ ହେଲେ ତୁମେ କ'ଣ କରିଥାଅ? ନା, ମୋ ମା'ଙ୍କ ଦେହ ଅସୁସ୍ଥ ହେଲେ ମୁଁ ତାଙ୍କ ପାଖରେ ବସି ସେବା କରେ ଓ ତାଙ୍କୁ ସମୟ ଅନୁସାରେ ଔଷଧ ଦେଇଥାଏ। ଅସଜଡ଼ା ବାକ୍ୟକୁ ସଜାଡ଼ି ଲେଖ। ପ୍ରଜାପତି ବସିଛି ଫୁଲରେ, ପ୍ରଜାପତି ଫୁଲରେ ବସିଛି। ହେଲା? ଗୁଡ଼ିକର ଉତ୍ତର ଲେଖ। ପ୍ରଶ୍ନ, ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଅଛି ଫୁଟି ପୋଖରୀ ପଦ୍ମଫୁଲ, ପୋଖରୀରେ ପଦ୍ମଫୁଲଟିଏ ଫୁଟିଅଛି। ରଖ ବହିପତ୍ର ତୁମ ସଜାଡ଼ି, ତୁମ ବହିପତ୍ର ସଜାଡ଼ି ରଖ। କ'ଣ କହି ଡାକିବ ଲେଖ।
ବାପାଙ୍କର ଭାଇ କକା। ମାଆଙ୍କର ଭାଇକୁ କ'ଣ ଡାକିବ ନା ମାମୁଁ। ବାପାଙ୍କର ଭଉଣୀକୁ ପିଉସୀ। ମାଆଙ୍କର ଭଉଣୀକୁ ମାଉସୀ। ଆଉ ମାଆଙ୍କର ବାପାଙ୍କୁ ଅଜା। ମାଆଙ୍କର ମାଆଙ୍କୁ ଆଈ। ବାପାଙ୍କର ବାପାକୁ ଜେଜେ। ବାପାଙ୍କର ମାଆଙ୍କୁ ଜେଜେମା। ତୁମ ମାଆଙ୍କ ବିଷୟରେ 3 ଧାଡ଼ି ଲେଖ। ଏଇଟା ତୁମ ମାଆଙ୍କ ବିଷୟରେ ତୁମେ କ'ଣ ଜାଣିଛ ଲେଖିବ। ଯେମିତିକି ମୋ ମା' ପୃଥିବୀର ସବୁଠାରୁ ଭଲ ମା' ଏବଂ ବହୁତ ସୁନ୍ଦର। ସେ ପ୍ରତିଦିନ ମୋ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରେ। ସେ ମୋତେ ପାଠ ପଢ଼ାଏ ଏବଂ ଭଲ ଭଲ ଖାଦ୍ୟ କରିକି ଦେଇଥାଏ। ଆଉ କ'ଣ ଦେଇଛି ନା ଅମୃତ ବିନୟ ବଚନେ କହିତ ଶିବ ପ୍ରାଣୀ ମନେ। ଏଇଟା ଆଲୋଚନା କରିବ। ବୁଝିହେଲା।